লিখনের কাহিনী আজির গল্প অতুট বন্ধন। জঙ্গল ভিতরে পোখরীটিଏ, କାଚ କେନ୍ଦୁ ଭଳି ପାଣି। ପୋଖରୀର ଗଭୀର ପାଣିରେ ପହଁରୁଥିବା ମାଛ ଗୁଡ଼ିକ ବି ଖାଲି ଆଖିରେ ବାରି ହେଉଯାନ୍ତି। ଏ ପୋଖରୀ ଥାଏ ଗୋଟିଏ କଇଁଛ, କାହାକୁ ତାର ଡର ନଥାଏ। ସେ ଅବାଧରେ ପହଁରେ, ମନେ ହେଲେ ସେ କୂଳକୁ ଚାଲି ଆସେ। ପୋଖରୀ ହୁଡ଼ାରେ ଥିବା ଘାସ ବୁଦାରେ ରହେ ଗୋଟିଏ ଠେକୁଆ। ତା ଦେହର ରଙ୍ଗ ଧବ ଫରଫର, ଲମ୍ବା ଲମ୍ବା କାନ ସହିତ ଆଖି ଗୁଡ଼ିକ ଢଳ ଢଳ, ଭାରି ସୁନ୍ଦର। ଶୋଷ ହେଲେ ସେ ଚାଲି ଆସେ ପୋଖରୀର ତୁଠ ଘାଟକୁ। ଘାଟରେ ଥିବା ଚଟାଣ ଉପରେ ରହି ସେ ତା ମୁହଁକୁ ଲମ୍ବାଇ ଆଣେ ପାଣି ଆଡ଼କୁ। ପେଟ ଭରି ପାଣି ପିଇ ପୁଣି ସେ ଡେଇଁ ଡେଇଁ ପଳାଏ ପୋଖରୀ ହୁଡ଼ାରେ ଥିବା ଘାସ ବୁଦାକୁ। ଦିନେ ସେ ପୋଖରୀକୁ ଆସି ପାଣି ପିଉଛି। ଠିକ୍ ଏତିକି ବେଳେ ତାର ନଜର ପଡ଼ିଗଲା ପାଣି ଭିତରେ ଥିବା ଏକ ସୁନ୍ଦର କଇଁଛଟି ଉପରେ। ସେ ପାଣି ପିଇବା ବନ୍ଦ କରି କିଛି ସମୟ ତାକୁ ଚାହିଁ ରହିଲା। କଇଁଛଟି ଧୀରେ ଧୀରେ ପାଖକୁ ଆସି ତା ଆଡ଼କୁ ଅନାଇଲା। ଅତି ପାଖରେ ତାକୁ ଦେଖି ଠେକୁଆର କାନ ଦୁଇଟି ଠିଆ ହୋଇଗଲା। ଏବେ କଇଁଛ ଦେଖୁଛି ଠେକୁଆକୁ, ଠେକୁଆ ବି ଏକଲୟରେ ଚାହିଁ ରହିଛି କଇଁଛକୁ। ଏମିତି କିଛି ସମୟ ବିତିଗଲା। ପରସ୍ପର ଦେଖାଦେଖି ହେବା ପରେ ଠେକୁଆଟି ଧୀରେ ଧୀରେ ପୋଖରୀ ହୁଡ଼ାକୁ ଉଠିଗଲା। କଇଁଛ ବି ତା ଚାରିଗୁଡ଼ ହାତ ହଲାଇ ଗଭୀର ପାଣି ଭିତରକୁ ଚାଲିଗଲା। ଏମିତି ନିତିଦିନ ସେମାନଙ୍କର ଦେଖାଦେଖି ହୁଏ। କଥା ହୋଇ ନ ପାରିଲେ ବି ସେମାନଙ୍କ ଭିତରେ ଜମି ଉଠିଲା ଆତ୍ମୀୟତା। ଦିନକର ଘଟଣା, ଠେକୁଆଟି ପୋଖରୀ ହୁଡ଼ାରୁ ତଳକୁ ଓହ୍ଲାଉଛି, ଆଉ ଶିଉଳିରେ ତାର ଗୋଡ଼ ଖସିଗଲା। ସେ କଚାଡ଼ି ହୋଇ ପଡ଼ିଲା ପାଣି ଭିତରେ। କ'ଣ କରିବ? ସେ ତାର ଗୋଡ଼ ହାତ ହଲାଇଲା, ଢୁକେ ଦୁଡୁକ ପାଣି ବି ପିଇଦେଲା। ଦୂରରୁ ପୋଖରୀ ଭିତରେ ଥାଇ ଏସବୁ ଦେଖୁଥିଲା କଇଁଛଟି। ସେ ସାଙ୍ଗେ ସାଙ୍ଗେ ଖୁବ୍ ବେଗରେ ପହଁରି ପହଁରି ଚାଲି ଆସିଲା ଠେକୁଆ ପାଖକୁ। ସେଇଠି ସେ ପାଣି ଭିତରେ ଡୁବକି ମାରିଲା। ପାଣି ଭିତରୁ ଉପରକୁ ଉଠିଲା ବେଳେ ସେ ଏମିତି ଢଙ୍ଗରେ ତାକୁ ପିଠିରେ ବସାଇ ଆଣିଲା, ଯାହାଫଳରେ ଠେକୁଆଟି ନିଶ୍ଚିତ ମୃତ୍ୟୁରୁ ବଞ୍ଚିଗଲା। ଏସବୁ ଠେକୁଆକୁ ଭାରି ତାଜ୍ଜୁବ ଲାଗିଲା। ଏବେ ସେ ଠେକୁଆକୁ ନେଇ ସେ କୂଳ ଆଡ଼କୁ ଆସିଲା। କୂଳରେ ପହଞ୍ଚିବା କ୍ଷଣି ଠେକୁଆଟି ଓହ୍ଲାଇ ପଡ଼ିଲା କଇଁଛ ପିଠିରୁ। ଚଟାଣ ଉପରେ ରହି ସେ ତା ଓଦା ଦେହକୁ ଝାଡ଼ି ଝୁଡ଼ି ଶୁଖାଇ ଦେଲା। ଏବେ କିଛି ସମୟ ଧରି ଠେକୁଆ କଇଁଛ ପୁଣି ପରସ୍ପର ଦେଖାଦେଖି ହେଲେ। ତାପରେ କଇଁଛଟି ପାଣି ଭିତରକୁ ଚାଲିଗଲା। ଠେକୁଆ ମଧ୍ୟ କଣେଇ ଚାହିଁ ପୋଖରୀ ହୁଡ଼ାରେ ଥିବା ତା ଘାସ ବୁଦାକୁ ଫେରି ଆସିଲା। ସେତେବେଳେ ସେ କଇଁଛ କଥା ଭାବୁଥିଲା। କଇଁଛଟି ତାକୁ କୂଳକୁ ନ ଆଣିଥିଲେ ବିଚରା ସେଇଠି ବୁଡ଼ି ମରିଥାନ୍ତା। ପ୍ରକୃତରେ ଏହାକୁ ତ କୁହନ୍ତି ବନ୍ଧୁତା। ମଣିଷ ଭଳି କଥା କହି ନ ପାରିଲେ ବି ସେମାନେ ପରସ୍ପର ବାନ୍ଧି ହୋଇଯାଇଥିଲେ ସ୍ନେହ ଆଉ ମମତାର ଅଟୁଟ ବନ୍ଧନରେ। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।